AM Music। ହିତୋପଦେଶ 6 ପର୍ବ 20 ପଦରୁ 23 ପଦ ମଧ୍ୟରେ ଜ୍ଞାନୀ ରାଜା ସଲୋମନ ପିଲାମାନଙ୍କୁ ଉପଦେଶ ଦେଉଛନ୍ତି, ତୁମ୍ଭେମାନେ ଆପଣା ପିତାର ଆଜ୍ଞା ପାଳନ କର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ମହାନାମକୁ ଧନ୍ୟବାଦ ଦିଏ। ପ୍ରଭୁ ଆଜି ମୋତେ ପୁନର୍ବାର ଅଲ୍ ଇନ୍ ମ୍ୟୁଜିକ୍ ମାଧ୍ୟମରେ ସୁଯୋଗ ଦେଇଛନ୍ତି ଆପଣମାନଙ୍କ ଗହଣରେ ବାକ୍ୟ ପରିବେଷଣ କରିବା ନିମନ୍ତେ। ଆଜିର ବାକ୍ୟ ଆପଣମାନେ ପାଇବେ ଲୁକ 12 ପର୍ବ 24 ପଦ। କୁଆମାନଙ୍କ ବିଷୟ ଭାବି ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ, ପୁଣି ସେମାନଙ୍କର ଗୋଲା ଘର ବା ଅମାର ନାହିଁ, ଆଉ ଈଶ୍ୱର ସେମାନଙ୍କୁ ଆହାର ଦିଅନ୍ତି। ତୁମ୍ଭେମାନେ ପକ୍ଷୀମାନଙ୍କ ଅପେକ୍ଷା କେତେ ଅଧିକ ଶ୍ରେଷ୍ଠ। ପୁଣି ତୁମ୍ଭମାନଙ୍କର ମଧ୍ୟରେ କିଏ ଚିନ୍ତା କରି କରି ଆପଣା ଆୟୁ ହାତେ ଦୀର୍ଘ କରିପାରେ? ଅତଏବ ତୁମେମାନେ ଯଦି ସବୁଠାରୁ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟ ସମ୍ବନ୍ଧରେ କାହିଁକି ଚିନ୍ତା କରୁଅଛ? ପ୍ରଭୁ ଆମମାନଙ୍କୁ ସୁନ୍ଦର ବିଷୟ ଆମମାନଙ୍କୁ ଦାନ କରିଅଛନ୍ତି। ତାଙ୍କର ଆତ୍ମା, ସେ ସର୍ବଶ୍ରେଷ୍ଠ ବିଷୟ ଆମମାନଙ୍କୁ ସେ ଦାନ କରିଅଛନ୍ତି। ସେ ଯେତେବେଳେ ପୃଥିବୀ ଗଠନ କଲେ, ସମସ୍ତ ସରୀସୃପ ଜୀବଜନ୍ତୁ ସହିତ ବିଭିନ୍ନ ପ୍ରକାର ପକ୍ଷୀ ସରୀସୃପ ଏସବୁକୁ ମଧ୍ୟ ସେ ସୃଷ୍ଟି କଲେ, କିନ୍ତୁ ମନୁଷ୍ୟକୁ ତାହାଙ୍କର ଅଙ୍ଗୁଳି ଦ୍ୱାରା ସେ ଆଙ୍କିଲେ, ଧୂଳି ଦ୍ୱାରା। ଆଉ ସେ ମନୁଷ୍ୟକୁ କ'ଣ କଲେ? ସୃଷ୍ଟି କଲେ। ସେ ଆମମାନଙ୍କୁ ଗଢ଼ିଲେ ତାଙ୍କ ରୂପରେ, ଆଉ ତାହାଙ୍କର ଫୁଙ୍କ ଦେଇ ଆମମାନଙ୍କୁ ସେ ଆତ୍ମା ପ୍ରଦାନ କଲେ। ସବୁଠାରୁ ବଡ଼ ବିଷୟ ହେଲା, ସେ ଆମମାନଙ୍କ ନିମନ୍ତେ ମନୋଯୋଗୀ ପରମେଶ୍ୱର। ଆମମାନଙ୍କୁ ଯେଉଁ ଦାନ ଗୁଡ଼ିକ ସେ ଦେଇଛନ୍ତି, ସେ ଦାନକୁ ଧରି ରଖିବା ନିମନ୍ତେ ଆମେ ତାହାଙ୍କର ଗୌରବର କାରଣ ହେବା। ପକ୍ଷୀମାନେ ହେଲେ ବିହଙ୍ଗ, କେଉଁ ଜାଗାରେ ରହିବେ, କ'ଣ ଖାଇବେ, କ'ଣ ନାହିଁ, ସେମାନଙ୍କର ଚିନ୍ତା ନଥାଏ। କିନ୍ତୁ ଆମମାନଙ୍କର ପ୍ରେମିକ ଈଶ୍ୱର ଆମମାନଙ୍କୁ ଏତେ ପ୍ରେମ କରିଲେ, ସେ ସର୍ବ ଜଗତ ଆମମାନଙ୍କୁ ସେ ପ୍ରଦାନ କଲେ। ଆମମାନେ ଜଗତରେ ରହି ବାସ କରି ନିଜର ପରିଶ୍ରମ ବଳରେ ଆମମାନେ କ'ଣ କରିଥାଉ? ଆହାର ସଞ୍ଚୟ କରିଥାଉ। ପରିଶ୍ରମ କରିବାକୁ ମଧ୍ୟ ସେ ଆମମାନଙ୍କୁ ବଳ ପ୍ରଦାନ କରନ୍ତି। ସେ ଆମମାନଙ୍କୁ ପ୍ରେମ କରନ୍ତି, ଆମମାନଙ୍କର ଯତ୍ନ ତତ୍ତ୍ୱ ସେ ନିଅନ୍ତି, ଆମମାନଙ୍କୁ ସେ ଆଶୀର୍ବାଦରେ ମଧ୍ୟ ପୂର୍ଣ୍ଣ କରିଅଛନ୍ତି। ତାହାଙ୍କର ରୂପରେ, ତାହାଙ୍କର ସୌନ୍ଦର୍ଯ୍ୟରେ, ତାହାଙ୍କର ଆତ୍ମା ଦ୍ୱାରା ସେ ଆମମାନଙ୍କୁ ପ୍ରତିପାଳିତ କରିଛନ୍ତି। ଆମମାନେ ତାହାଙ୍କର ମନୋନୀତ ବ୍ୟକ୍ତି। ପକ୍ଷୀମାନଙ୍କୁ ଭାବି ଆମେ ଦେଖିବା, ସେମାନେ କାଟନ୍ତି ନାହିଁ କି ବୁଣନ୍ତି ନାହିଁ, ସେମାନେ କିଛି କରନ୍ତିନି, କିନ୍ତୁ ମୁକ୍ତ ଆକାଶରେ ସେମାନେ କ'ଣ କରନ୍ତି? ଉଡ଼ନ୍ତି। ଯେଉଁଠି ପାରିଲେ ବସିଲେ, ଯେଉଁଠି ପାରିଲେ ସେମାନେ ବସା ବାନ୍ଧିଲେ। ତାଙ୍କର କେଉଁଠି ଗୋଟେ ସଠିକ୍ ସ୍ଥାନ ନାହିଁ। କିନ୍ତୁ ପ୍ରଭୁ ଆମମାନଙ୍କୁ ପୃଥିବୀରେ ଆମମାନଙ୍କୁ ଉତ୍ତମ ସ୍ଥାନ ଦେଇଛନ୍ତି। ସେଥିପାଇଁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା, ତାହାଙ୍କର ଗୌରବ ନିମନ୍ତେ ଆମମାନେ ବ୍ୟବହାର ହେବା। କାରଣ ସେ ପ୍ରେମିକ ପରମେଶ୍ୱର, ସେ ଆମମାନଙ୍କୁ ପ୍ରେମ କରିଥିବାରୁ ଆମମାନଙ୍କର ଯତ୍ନ ତତ୍ତ୍ୱ ମଧ୍ୟ ସେ ନିଅନ୍ତି। ଆମମାନଙ୍କର ଚାଲିବା ବେଳେ, କଥା କହିବା ସମୟରେ, ଆମମାନଙ୍କର ବସିବା ସମୟରେ, ଶୋଇବା ସମୟରେ, ଖାଇବା ସମୟରେ, ପିନ୍ଧିବା ସମୟରେ ସେ ଆମମାନଙ୍କର ସମସ୍ତ ବିଷୟକୁ ତତ୍ତ୍ୱାବଧାନ କରନ୍ତି। ମନୁଷ୍ୟ ହେ ଜଗତକୁ ଆମମାନେ ଆସିଲୁ, ଆମମାନଙ୍କର କର୍ତ୍ତବ୍ୟ କ'ଣ? ଆମେ କ'ଣ କଲେ ଈଶ୍ୱରଙ୍କୁ ଆମେ ସନ୍ତୁଷ୍ଟ କରିପାରିବା? ଈଶ୍ୱରଙ୍କର ଗୌରବ ନିମନ୍ତେ ଆମମାନେ ବ୍ୟବହାର ହେବା। ସେ ଆମମାନଙ୍କୁ ଯେଉଁ ଦାନ ଗୁଡ଼ିକ ଦେଇଛନ୍ତି, ସେ ଦାନ ଦ୍ୱାରା ତାହାଙ୍କର ନିକଟବର୍ତ୍ତୀ ଆମମାନେ ହେବା। ତାହାଙ୍କର ପ୍ରେମ ଦ୍ୱାରା ସେ ଆମମାନଙ୍କୁ ଜଗତରେ ସ୍ଥାନ ଦେଲେ, କାରଣ ସେ ଆମମାନଙ୍କୁ ଉତ୍ତମ ମଣିଲେ।
ସର୍ବଶ୍ରେଷ୍ଠ ଜ୍ଞାନ ଦେଲେ, ସର୍ବଶ୍ରେଷ୍ଠ ଆତ୍ମା ପ୍ରଦାନ କଲେ, ସର୍ବଶ୍ରେଷ୍ଠ ଆମମାନଙ୍କୁ ସୌନ୍ଦର୍ଯ୍ୟରେ ମଧ୍ୟ ପୂର୍ଣ୍ଣ କରିଅଛନ୍ତି। ଜଗତରେ ଏ ପ୍ରକାର କେହି ଲୋକ ନୁହଁ କି କେହି ମାନେ ଅସୁନ୍ଦର। ତାହାଙ୍କର ଗୁଣରେ, ତାହାଙ୍କର ସୌନ୍ଦର୍ଯ୍ୟରେ ଆମେ ସମସ୍ତେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। କାହାକୁ କେଉଁ ପ୍ରକାର ସେ ବ୍ୟବହାର କରନ୍ତି, କାରଣ ସେ ଆମମାନଙ୍କ ନିମନ୍ତେ ପଥ ଦେଖାଇବା ପରମେଶ୍ୱର। ସେ ଆମମାନଙ୍କ ନିମନ୍ତେ ବଳ ଦେବା ପରମେଶ୍ୱର। ସେ ଆମମାନଙ୍କ ନିମନ୍ତେ ଆମେ ପ୍ରତିଦିନ କ'ଣ ଖାଇବା, କ'ଣ ପିନ୍ଧିବା, କି ପ୍ରକାର ବାସ କରିବା, କ'ଣ ଆମମାନଙ୍କର ପ୍ରୟୋଜନ, ଆମମାନେ ମାଗିଲେ ବି ସେ ଦିଅନ୍ତି, ନ ମାଗିଲେ ବି ସେ ଆମମାନଙ୍କୁ ସମସ୍ତ ବିଷୟ ପ୍ରଦାନ କରନ୍ତି। ଯଦି ପକ୍ଷୀ, ପଶୁ, ଜନ୍ତୁ ଆଉ ସରୀସୃପ ପାଇଁ ସେ ଚିନ୍ତା କରନ୍ତି, ତାହେଲେ ମନୁଷ୍ୟକୁ କାହିଁକି ସେ ଅଧିକ ନ ଦେବେ? କାରଣ ଆମମାନଙ୍କୁ ଶ୍ରେଷ୍ଠ ଜୀବନ ସେ ପ୍ରଦାନ କରିଛନ୍ତି। ସମସ୍ତ ବିଷୟରେ ସେ ଆମମାନଙ୍କୁ ଅଧିକାର ଦେଇଛନ୍ତି। ସେଥିପାଇଁ ତାହାଙ୍କ ନାମକୁ ଧନ୍ୟବାଦ ଦେବା। ଆମମାନେ ଯେତେବେଳେ ଚିନ୍ତା କରୁ ଯେ ଆଜି ସକାଳ ହେଲା, କ'ଣ ଖାଇବୁ, କେଉଁଠୁ ଆସିବ, କେମିତି ଆମେ ଆଜି ଦିନଟି କାଟିବୁ, ଆମେ ମାଗିବା ଭାବିବା ପୂର୍ବରୁ ପ୍ରଭୁ ଆମମାନଙ୍କର ସମସ୍ତ ବିଷୟକୁ ପୂର୍ଣ୍ଣ କରିଥାନ୍ତି। ଦିନର ସକାଳର ଆରମ୍ଭରୁ ରାତ୍ରର ମଧ୍ୟରାତ୍ର ପର୍ଯ୍ୟନ୍ତ ସେ ଆମମାନଙ୍କର ଯତ୍ନ ତତ୍ତ୍ୱ ନିଅନ୍ତି। ଶୟନ ଯିବା ପର୍ଯ୍ୟନ୍ତ, ଶୟନ କରିଥିବା ସମୟରେ ମଧ୍ୟ ସେ ଆମମାନଙ୍କର ଯତ୍ନ ତତ୍ତ୍ୱ ନିଅନ୍ତି। ଆମମାନଙ୍କର ପଡ଼ିର ଭାଗ ଆମମାନଙ୍କୁ ସେ ଦେଇ ପରିତୃପ୍ତ ମଧ୍ୟ କରିଥାନ୍ତି। ଯେତେବେଳେ ଆମେ ମନରେ ଚାହୁଁ ଏଇ ଜିନିଷଟି ହେଇଥିଲେ ଭଲ ହେଇଥାନ୍ତା, ଏଇ ଜିନିଷଟି ପାଇଥିଲେ ଭଲ ହେଇଥାନ୍ତା, ଏଇ ଜିନିଷଟି କିଣିଥିଲେ ଭଲ ହେଇଥାନ୍ତା, କିନ୍ତୁ ମୋ ପାଖରେ ତ ସେ ସାମର୍ଥ୍ୟତା ନାହିଁ, ମୁଁ କେମିତି ସେ ଜିନିଷଟିକୁ ପାଇପାରିବି? କିନ୍ତୁ ପ୍ରଭୁ ଆମମାନଙ୍କ ମନ କଥା ଜାଣି ସେ ସମସ୍ତ ବିଷୟ ଆମମାନଙ୍କୁ ଆଶ୍ଚର୍ଯ୍ୟ ଭାବେ ଯୋଗାନ୍ତି। ଆରେ ଏଇ ବିଷୟଟା ତ ମୁଁ ଚାହୁଁଥିଲି, ଆଉ କେମିତି ମୋ ପାଖକୁ ଆସିଲା? କାରଣ ଆମମାନଙ୍କ ପ୍ରେମିକ ପ୍ରଭୁ ସେ ଆମମାନଙ୍କର ମନ କଥା ଜାଣି ଆମମାନଙ୍କୁ ସେ ବିଷୟ ପ୍ରଦାନ କରନ୍ତି। ଯେତେବେଳେ ଆମେ ରାସ୍ତାରେ ଯାଉ, ସେ ସମୟରେ ମଧ୍ୟ ସେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଯେତେବେଳେ ମାନେ ଦୁର୍ଘଟଣାଗ୍ରସ୍ତ ହଉ, ସେ ସମୟରେ ମଧ୍ୟ ତାଙ୍କର ପ୍ରହରୀ ଦ୍ୱାରା ଆମମାନଙ୍କୁ ସେ ଆବୋରି ଧରନ୍ତି। ଥରେ ଗୋଟାଏ ଆମେ ବହୁତ, ମୋର ପୁଅ ଦୁଇଟା ବହୁତ ଛୋଟ ଛୋଟ ଥିଲେ, ଆମେ ବୌଦ୍ଧ ଯାଇଥିଲୁ। ଆଉ ବୌଦ୍ଧରୁ ଫେରୁଛୁ ବସ୍ରେ, ବସ୍ ବହୁତ ଭିଡ଼, ଆଉ ଗାଉଁଳି ଲୋକମାନେ ସବୁ ଛିଡ଼ା ହେଇକି ରହିଛନ୍ତି, ଆଉ ସବୁ ସିଆଡ଼େ ସବୁ ମହୁଲି ଆଉ କ'ଣ ସବୁ ନିଶା ଜିନିଷ ପିଅନ୍ତି, ଆଉ ସେସବୁ ଧରିକି ସେମାନେ ହାଟକୁ ଯିବା ପାଇଁ ପ୍ରସ୍ତୁତ ହେଇକି ସେ ଗାଡ଼ିରେ ବହୁତ ଲୋକ ଗହଳି ହେଇଛନ୍ତି। ସେ ସମୟରେ ଘାଟି ଯେତେବେଳେ ଉଠିଲା, ଆଉ ଘାଟିରୁ ଆସ୍ତେ ଆସ୍ତେ, ବର୍ଷା ଦିନ ଥାଏ, ଘାଟିରୁ ଆସ୍ତେ ଆସ୍ତେ ଗାଡ଼ିଟି ପଛକୁ ଗଡ଼ିବାକୁ ଲାଗିଲା। ଆଉ ମୋତେ ବହୁତ ଭୟ ଲାଗିଲା, କାରଣ ଆମ ଘରର ଲୋକ କେହି ଯାଇନଥିଲେ ଆମଙ୍କ ସାଙ୍ଗେ, ଆଉ ବହୁତ ଫୁଲବାଣୀ ବହୁତ କମ୍ ରାସ୍ତା, ସେଥିପାଇଁ ଆମେ ତିନି ଜଣ ଯାତ୍ରା କରୁଥିଲୁ ସେ ସମୟରେ। ଆଉ ମୋତେ ବହୁତ ଭୟ ଲାଗିଲା। ମୁଁ ଉଚ୍ଚ ସ୍ୱରରେ ହେ ପ୍ରଭୁ ଯୀଶୁ ଦୟାକର, ହେ ପ୍ରଭୁ ଯୀଶୁ ଦୟାକର, ଆଉ ଆମେ ନହେଲେ ଏଇ ଘାଟିରେ ଆମମାନଙ୍କର ମୃତ୍ୟୁ ହେବ। ଘାଟିକୁ ଆଉ ଟିକେ ସାମାନ୍ୟ ମାଟି ଅଛି, ଗାଡ଼ିଟି ସେଇ ଜାଗାରେ ଅଟକି ଗଲା। ଘାଟି ଦେଖିଲେ ତଳକୁ ଛୋଟ ଛୋଟ ଗଛ ଦେଖାଯାଆନ୍ତି, କିନ୍ତୁ ସେଇ ଜାଗାରେ ପ୍ରଭୁ ତାଙ୍କ ପ୍ରହରୀମାନଙ୍କୁ ଦେଇକି ଆଉ ସେଇ ଗାଡ଼ିକୁ ଅଟକାଇଲେ। କୌଣସି ପଥର ଦିଆଯାଇନି, କି କୌଣସି ଲୋକ ଓହ୍ଲେଇ ବି ନାହାନ୍ତି, ହୋ ହାଲ୍ଲା ହଉଥାନ୍ତି, କିନ୍ତୁ ମୁଁ ସେ ସମୟରେ ବସି ଉଚ୍ଚ ସ୍ୱରରେ ଭୟରେ ପ୍ରାର୍ଥନା କରୁଥାଏ, ପ୍ରଭୁ ରକ୍ଷା କର, ହେ ପ୍ରଭୁ ଯୀଶୁ ଦୟା କର, ଆଉ ଆମେ ଏବେ ସମସ୍ତେ ଯାକ ଘାଟି ତଳକୁ ଚାଲିଯିବୁ। କିନ୍ତୁ ପ୍ରଭୁ ମହାନ ଆଶ୍ଚର୍ଯ୍ୟକାରୀ ପରମେଶ୍ୱର ସେ ସମୟରେ ତାଙ୍କର ପ୍ରହରୀମାନଙ୍କ ଦ୍ୱାରା ଆଉ ସେ ଜାଗାକୁ ସୁରକ୍ଷା ପ୍ରଦାନ କଲେ, ସେ ଗାଡ଼ିକୁ ସୁରକ୍ଷା ଦେଲେ, ସମସ୍ତେ ଯେତେ ଜଣ ସେ ଜାଗାରେ ଥିଲେ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କଲେ। ଏ ପ୍ରକାର ଅନେକ ପ୍ରକାର
ଅନେକ ଥର ଆମମାନଙ୍କ ଜୀବନରେ ଏ ଘଟଣା ଗୁଡ଼ିକ ଘଟିଛି। ଆଉ ପ୍ରଭୁ ସେ ସମୟମାନଙ୍କରେ ଆମମାନଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରିଛନ୍ତି। ତାହାଙ୍କର ଗୌରବ ନିମନ୍ତେ ଏହା କହିବାକୁ ବହୁତ ଖୁସି ଲାଗୁଛି ଯେ ପ୍ରଭୁ ଏଇ ସୁନ୍ଦର ସୁଯୋଗ ଦେଇଛନ୍ତି ଯାହାଦ୍ୱାରା ଆମମାନଙ୍କର ଜୀବନର ସାକ୍ଷ୍ୟ ଆମେ ଅନ୍ୟମାନଙ୍କ ଆଗରେ କହିପାରୁଛୁ। ପ୍ରଭୁ ମହାନ ଆଶ୍ଚର୍ଯ୍ୟକାରୀ ପରମେଶ୍ୱର, ସେ ତାଙ୍କର ଲୋକମାନଙ୍କୁ ତାଙ୍କର ପିଲାମାନଙ୍କୁ ସେ ଆବୋରି ଧରନ୍ତି। ଯେଉଁ ଆତ୍ମା ସେ ଆମମାନଙ୍କୁ ପ୍ରଦାନ କରିଛନ୍ତି ସେ ଆତ୍ମା ତାଙ୍କର। ଯେତେବେଳେ ଆମେ ଆର୍ତ୍ତନାଦ କରୁ ତାଙ୍କ ନିମନ୍ତେ ସେ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତି, ସେ ଆମମାନଙ୍କର ରବ ଶୁଣନ୍ତି, ଆଉ ସେ ଉତ୍ତର ମଧ୍ୟ ପ୍ରଦାନ କରନ୍ତି। ଦିନ ସାରା ଆମେ କ'ଣ ଖାଇବା, କ'ଣ ପିନ୍ଧିବା, କେମିତି ରହିବା, କେମିତି ବାସ କରିବା, ଏସବୁ ଭାବିକି ଆମେ ଦିନ ରାତି କ୍ଷେପଣ କରିଥାଉ। କିନ୍ତୁ ସେ ଯେ ଉର୍ଦ୍ଧ୍ୱରେ ଆମମାନଙ୍କ ନିମନ୍ତେ ବସିଛନ୍ତି ସେ ଜାଣନ୍ତି ତାଙ୍କର ପିଲାମାନଙ୍କ ନିମନ୍ତେ କ'ଣ ଆବଶ୍ୟକ, ସେମାନେ କ'ଣ କଲେ ଭଲରେ ରହିପାରିବେ, ଭଲରେ ପିନ୍ଧିପାରିବେ, ଭଲରେ ଖାଇପାରିବେ, ଆଉ ତାହାଙ୍କର ଗୌରବ ନିମନ୍ତେ ବ୍ୟବହାର ହେଇପାରିବେ। ସବୁ ବିଷୟରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିଛନ୍ତି। ସେ ଆମମାନଙ୍କୁ କେବେ ଆମମାନଙ୍କର ହାତ ଛାଡ଼ି ଦେଇନାହାନ୍ତି। ଆମେ ଦିନ ରାତି କେବଳ ଅସାରତା ନେଇ ଚିନ୍ତା କରିଥାଉ। ଆଜି ଏଇଟା ଖାଇଲେ ହେଇଥାନ୍ତା, କାଲି ସେଇଟା ଖାଇଲେ ହେଇଥାନ୍ତା, ଏଇଟା ବନେଇଥିଲେ ହେଇଥାନ୍ତା, ଏଇ ପ୍ରକାର ଭାବ ନେଇ ଆମମାନଙ୍କର ଦିନ ରାତିର ଚିନ୍ତା ଚାଲିଯାଏ। କିନ୍ତୁ ପ୍ରଭୁ ଆମମାନଙ୍କ ପାଇଁ ଖଞ୍ଜି ରଖିଅଛନ୍ତି କେଉଁ ସମୟରେ ଆମେ କ'ଣ କଲେ ପ୍ରଭୁ ଆଉ ମୋର ପିଲାମାନେ ସନ୍ତୁଷ୍ଟ ହେବେ। ପ୍ରଭୁ ମହାନ ପରମେଶ୍ୱର, ସେ ଆମମାନଙ୍କ ନିମନ୍ତେ ମନୋଯୋଗୀ ପରମେଶ୍ୱର, ସେ ଆମମାନଙ୍କୁ ସବୁ ଅବସ୍ଥାରେ ଧରି ରଖିବା ପରମେଶ୍ୱର। ଆମେ ଚାହିଁଲେ ଆମମାନଙ୍କର ଗୋଟାଏ ସମୟ ବି ଆମମାନଙ୍କର ଜୀବନରେ ବଢ଼େଇ ପାରିବା ନାହିଁ। ଯେ ପ୍ରକାର ଏଠି ଲେଖାଯାଏ, ପୁଣି ତୁମ୍ଭମାନଙ୍କ ମଧ୍ୟରେ କିଏ ଚିନ୍ତା କରି କରି ଆପଣ ଆୟୁ ହାତେ ଦୀର୍ଘ କରିପାରେ। ଆମେ ଚାହିଁଲେ ବି, ଆମେ ଚିନ୍ତା କଲେ ବି ଆମମାନଙ୍କର ଆୟୁକୁ ହାତେ ବଢ଼େଇ ପାରିବା ନାହିଁ, କି ଗୋଟାଏ ମିନିଟ୍ ବି ବଢ଼େଇ ପାରିବା ନାହିଁ, କାରଣ ଆମ ହାତରେ ସେ ସବୁ ନାହିଁ। ଆମମାନଙ୍କର ଯେ ପରମେଶ୍ୱର, ଯେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି, ଯେ ଆମମାନଙ୍କୁ ତାଙ୍କର ପ୍ରାଣ ଦାନ କରିଅଛନ୍ତି, ଯେ ଆମମାନଙ୍କୁ ପରିତ୍ରାଣର ବୋଧ ଦେଖାଇ ଅଛନ୍ତି, ସେ ହିଁ ଏକମାତ୍ର ସତ୍ୟ ନିତ୍ୟ ଜୀବିତ। ସେ ଆମମାନଙ୍କର ସମସ୍ତ ବିଷୟକୁ ଅଧିକାର କରିବା ପରମେଶ୍ୱର, ସେ ଆମମାନଙ୍କୁ ଆଶୀର୍ବାଦ କରିବା ପରମେଶ୍ୱର, ସେ ଆମମାନଙ୍କୁ ବଳ ଦେବା ପରମେଶ୍ୱର। ଆମେ ଜଗତରେ ଅଛୁ, ଜଗତର ସମସ୍ତ ବିଷୟରେ ଆମେ ଆସକ୍ତ। ଜଗତ ଯେ ଚାକଚକ୍ୟର ପୂର୍ଣ୍ଣ ସେଥିରେ ବି ଆମେ ଆସକ୍ତ। ଜଗତ ଯେ ମନ୍ଦତାରେ ପରିପୂର୍ଣ୍ଣ ସେଥିରେ ବି ଆମେ ଆସକ୍ତ। ସବୁ ବିଷୟରେ ଆମେ ଆସକ୍ତ ଥାଇ ମଧ୍ୟ ତାଙ୍କର ପିଲାମାନଙ୍କୁ ସେ ଛାଡ଼ି ନାହାନ୍ତି। ଅତଏବ ତୁମ୍ଭେମାନେ ଯଦି ସବୁଠାରୁ କ୍ଷୁଦ୍ର ବିଷୟ ସୁଦ୍ଧା କରିବାକୁ ସକ୍ଷମ ନୁହଁ, ତେବେ ଅନ୍ୟ ସମସ୍ତ ବିଷୟ ସମ୍ବନ୍ଧରେ କାହିଁକି ଚିନ୍ତା କରୁଅଛ? ଆମେ କୌଣସି ବିଷୟରେ ଆମମାନଙ୍କ ପାଖରେ ସକ୍ଷମତା ନାହିଁ, କିନ୍ତୁ ଆମେ ଦିନ ରାତି ଚିନ୍ତା କରିଥାଉ, ଆଜି କ'ଣ ହବ, ଆଜି କେମିତି ଚଳିବ, ଆଜି କେମିତି ମୋ ପିଲା ପାଠ ପଢ଼ିବାକୁ ଯିବ, ଆଜି ମୋ ପିଲା କି ପ୍ରକାର ଡ୍ରେସ୍ ପିନ୍ଧିବ, କି ପ୍ରକାର ଖାଦ୍ୟ ଖାଇବ, କି ପ୍ରକାର ଖାଦ୍ୟ ସେ ନେବ, ଆଜି ଜ୍ୱର ହେଇଛି କେମିତି କ'ଣ ହେଲେ ସେ ସୁସ୍ଥ ହେବ। କିନ୍ତୁ ସେ ଯେ ଆରୋଗ୍ୟକାରୀ ପରମେଶ୍ୱର, ସେ ଯେ ସମସ୍ତ ବିଷୟ ଦେବା ସାମର୍ଥ୍ୟ ପରମେଶ୍ୱର, ସେ ଆମମାନଙ୍କୁ ଅନୁଗ୍ରହ କରି ଆମମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି। ଯେତେବେଳେ ଆମେ ତାହାଙ୍କ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରିବା, ଯେତେବେଳେ ତାହାଙ୍କର ନିକଟବର୍ତ୍ତୀ ହେବା, ସେ ଆମମାନଙ୍କୁ ଆବୋରି ଧରିବେ। ତାହାଙ୍କର ପ୍ରହରୀମାନଙ୍କ ଦ୍ୱାରା ସେ ଆମମାନଙ୍କୁ ଆବୋରି ଧରିବେ। ଆମେ ବାଟରେ ଯାଉଥିବା ସମୟରେ ଯଦି ଝୁଣ୍ଟି ପଡ଼ୁ ବି, ସେ ସମୟରେ ମଧ୍ୟ ସେ ପ୍ରହରୀମାନେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି। ଆମେ କିଏ ଯେ ସେ ଆମମାନଙ୍କୁ ଏତେ ପ୍ରେମ କରୁଛନ୍ତି,
ଆମେ କିଏ ଯେ ସେ ଆମମାନଙ୍କୁ ଏତେ ସୁନ୍ଦର ଭାବେ ଶକ୍ତି ପ୍ରଦାନ କରିଅଛନ୍ତି। ତାହାଙ୍କର ପ୍ରହରୀ ଦଳ ଆମମାନଙ୍କ ନିମନ୍ତେ ସେ ରଖିଅଛନ୍ତି ଯେ ତାଙ୍କର ପିଲା କାଳେ ପଡ଼ିଯିବ, ତାଙ୍କର ପିଲା କାଳେ ଆଜି ଆଘାତ ଲାଗିବ, ତାଙ୍କ ପିଲା କାଳେ ଆଜି ଆଉ କୌଣସି ଅବାଟରେ ଚାଲିଯିବ, ସେ ସମୟରେ ସେ ଆମମାନଙ୍କୁ ହାତ ଧରି କଢ଼ାନ୍ତି ତାହାଙ୍କର ଦୂତମାନଙ୍କ ଦ୍ୱାରା, ତାହାଙ୍କର ଲୋକମାନଙ୍କ ଦ୍ୱାରା ସେ ଆମମାନଙ୍କୁ ଉତ୍ତମ ଚାଳନା ପ୍ରଦାନ କରନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏ ଜଗତରେ ଆମେ ବଞ୍ଚିଛୁ କେବଳ ତାହାଙ୍କର ଅନୁଗ୍ରହ ଦ୍ୱାରା। ସେ ଆମମାନଙ୍କୁ ଅନୁଗ୍ରହ ପ୍ରଦାନ କରିଅଛନ୍ତି। ତାହାଙ୍କର ଅନୁଗ୍ରହ ଦ୍ୱାରା, ତାହାଙ୍କର ଶକ୍ତିର ଚାଳନା ଦ୍ୱାରା ଆଜି ପର୍ଯ୍ୟନ୍ତ ଆମେ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ପାଇଛୁ ଏବଂ ତାହାଙ୍କର ଗୌରବ କାରଣ ହେବା ନିମନ୍ତେ ନିଜକୁ ଆମମାନେ ପ୍ରସ୍ତୁତ କରିବା। ଯେ ପ୍ରକାର ସେ ପକ୍ଷୀମାନେ ତାଙ୍କର ଚିନ୍ତା ନଥିଲା କ'ଣ ଖାଇବେ, କ'ଣ ପିନ୍ଧିବେ, ପିନ୍ଧିବା ତ ନୁହଁ, ସେମାନେ କ'ଣ ଖାଇବେ, କି ପ୍ରକାର କେଉଁ ଜାଗାରେ ରହିବେ, ତାଙ୍କର ବାସସ୍ଥାନ କେଉଁଠି, ସେମାନେ ଯଦି ଚିନ୍ତା କରିବାର ସେ ଶକ୍ତି ତାଙ୍କର ନଥିଲା, ସେ ଶକ୍ତି ତାଙ୍କୁ ଦିଆଯାଇ ନାହିଁ। କିନ୍ତୁ ମଣିଷକୁ ସେ ଶକ୍ତି ଦିଆଯାଇଛି। କିନ୍ତୁ ମଣିଷ ଚିନ୍ତା କଲେ ବି କିଛି କରିପାରିବ ନାହିଁ। କେବଳ ଏକମାତ୍ର ଈଶ୍ୱର ଯେ ଆମମାନଙ୍କୁ ସୃଷ୍ଟି କରିଅଛନ୍ତି, ଯେ ଆମମାନଙ୍କୁ ପାଳନ କରିଅଛନ୍ତି, ଯେ ଆମମାନଙ୍କର ଯତ୍ନ ତତ୍ତ୍ୱ ନିଅନ୍ତି, ସେ ହିଁ ଏକମାତ୍ର ଈଶ୍ୱର ଆମମାନଙ୍କର ସମସ୍ତ ପ୍ରାର୍ଥନାର ଉତ୍ତର ଦେବା ସାମର୍ଥ୍ୟ ପରମେଶ୍ୱର। ଆଜି ଆମେ ନିଜକୁ ସଜାଡ଼ିବା, ତାହାଙ୍କ ନିମନ୍ତେ ଆମେ ନିଜ ନିଜକୁ ପଚାରିବା, ପ୍ରଭୁ ମୁଁ ତୁମ ପାଇଁ ମନୋନୀତ ତ? ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ତାହାଙ୍କର ଗୌରବ ନିମନ୍ତେ ଆମମାନଙ୍କୁ ବ୍ୟବହାର କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମେ ଆମମାନଙ୍କୁ କେତେ ସୁନ୍ଦର ବାକ୍ୟ ଦ୍ୱାରା ଆଜି ତୁମେ କଥା କହିଲ ପିତା। ହେ ପବିତ୍ର ପିତା, ତୁମେ ଯେ ମହାନ ପରମେଶ୍ୱର, ଆମମାନଙ୍କୁ ତୁମେ ଗଠନ କରିବା ପରମେଶ୍ୱର ପ୍ରଭୁ, ଆମମାନଙ୍କର ହୃଦୟ ମନ ଆତ୍ମାକୁ ତୁମେ ଅଧିକାର କର, ଆମମାନଙ୍କର ମନ୍ଦ ସ୍ୱଭାବ ଗୁଡ଼ିକୁ ଦୂର କରି ତୁମର ନିକଟବର୍ତ୍ତୀ କର ପିତା। ଏ ଜଗତରେ ଆମେ ବଞ୍ଚିଛୁ କେବଳ ତୁମର ଅନୁଗ୍ରହ ଦ୍ୱାରା। ତୁମେ ଯେ ଆମମାନଙ୍କର ସହିତରେ ଅଛ, ଆମମାନଙ୍କୁ ତୁମେ ଆବୋରି ଧରିଅଛ, ଆମମାନଙ୍କର ଯତ୍ନ ତତ୍ତ୍ୱ ତୁମେ ନେଉଅଛ। ହଁ ପ୍ରଭୁ, ତା ପାଇଁ ପ୍ରଭୁ ଆମମାନେ ଯେପରି ଆକାଂକ୍ଷାଲ ଜୀବନ ନ କାଟୁ, ଆମମାନେ ଯେପରି ତୁମ ପ୍ରତି ମନୋଯୋଗୀ ହଉ ପ୍ରଭୁ, ସେ ପ୍ରକାର ଦୟା କର। ଜଗତରେ ବଞ୍ଚିବାର ଅଧିକାର ପ୍ରଦାନ କରିଅଛ ସମସ୍ତଙ୍କୁ ପ୍ରଭୁ, ସେଥିପାଇଁ ଧନ୍ୟବାଦ ଦେଉଅଛୁ। ହଁ ପ୍ରଭୁ, ତୁମେ ଯେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହେଇଛ, ଆଜି ପର୍ଯ୍ୟନ୍ତ ଆମମାନଙ୍କୁ କଢ଼ାଇଛ, ସମସ୍ତ ପ୍ରକାର ବିପଦ ଆପଦ ଅମଙ୍ଗଳ ଅଘଟଣରୁ ଆମମାନଙ୍କୁ ସୁରକ୍ଷା ଦେଇ ଆମମାନଙ୍କୁ ତୁମ ବାହୁଛାୟା ତଳେ ଆବରି ଧରିଛ, ସେଥିପାଇଁ ଧନ୍ୟବାଦ ଦେ। ଏ ସୁନ୍ଦର ସମୟକୁ ଆଜି ଯେତେ ଜଣ ବାକ୍ୟ ଶୁଣିବେ ସମସ୍ତଙ୍କୁ ତୁମେ ଦୟା କର, ପ୍ରତ୍ୟେକଙ୍କୁ ତୁମେ ଉର୍ଦ୍ଧ୍ୱରୁ ଆଶୀର୍ବାଦ ପ୍ରଦାନ କର ବୋଲି ନିବେଦନ କରି ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ, ତୁମ୍ଭର ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜନୀୟ ଆହାର ଦିଅ, ଆମେ ଯେମନ୍ତ ନିଜ ନିଜ ଅପରାଧୀମାନଙ୍କୁ କ୍ଷମା କରିଅଛୁ, ତେମନ୍ତ ଅପରାଧ ସବୁ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର, ଯେଣୁ ରାଜତ୍ୱ ପରାକ୍ରମ ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍।